हरिओम समस्तंकु आजिर एही भिडियोटी सुस्वागतम। आज आम पंचम श्रेणीर आम विचित्र विश्व बहिर प्रथम एकक पाठ 1 जल ही जीवन पाठटी को पढ़िबा एवं ता विषय बुझिबा। तापरे तार प्रश्न उत्तर मध्य अछि ताकू आमे सुनिबा, तापरे निज निज खातारे लेखिबा। तो पाठ हैला जल ही जीवन। वर्षा हेउथाए, गुडू झरका पाखकू दौड़ीगला, ଯେଉଁଠାରେ କାଚ ଉପରେ ଛୋଟ ଛୋଟ ବର୍ଷା ଟୋପା ଖସି ପଡ଼ୁଥିବାର ଜ୍ୟୋତି ପୂର୍ବରୁ ଦେଖୁଥିଲା। ଏହି ଜଳ କେଉଁଠାରୁ ଆସେ ଓ କୁଆଡ଼େ ଯାଏ ବୋଲି ଗୁଡୁ ପଚାରିଲା। ଆସ ଜଳର ଗତିପଥକୁ ଅନୁସରଣ କରିବା, କିନ୍ତୁ ପ୍ରଥମେ ଆସ ପୃଥିବୀରେ କେତେ ପରିମାଣର ଜଳ ଅଛି ଦେଖିବା। ଯଦିଓ ପୃଥିବୀ ପୃଷ୍ଠରେ ଅଧିକାଂଶ ଅଞ୍ଚଳ ଜଳରେ ପରିପୂର୍ଣ୍ଣ, ଅତି କମ୍ ପରିମାଣର ମଧୁର ଜଳକୁ ଛାଡ଼ିଦେଲେ ଅନ୍ୟ ସବୁ ଜଳ ଲୁଣିଆ ଅଟେ। ବର୍ତ୍ତମାନ ଆମେ ଏହି ବିଷୟର ସାରାଂଶ ପଢ଼ିବା ଏବଂ ସେଥିମଧ୍ୟରେ ଥିବା ପ୍ରଶ୍ନ ଉତ୍ତର ଗୁଡ଼ିକ ବୁଝିବା ଏବଂ ଖାତାରେ ଲେଖିବା। ପୃଥିବୀରେ ଜଳର ପରିମାଣ କେତେ? ପୃଥିବୀ ପୃଷ୍ଠର ଅଧିକାଂଶ ଭାଗ ଜଳରେ ପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଥିରୁ ବହୁତ କମ୍ ପରିମାଣର ଜଳ ମଧୁର ବା ପିଇବା ଯୋଗ୍ୟ ଅଟେ। ବାକି ସବୁ ସମୁଦ୍ରର ଲୁଣିଆ ଜଳ। ଉଦାହରଣ, ଯଦି ପୃଥିବୀର ସମସ୍ତ ଜଳ ଗୋଟିଏ ଗ୍ଲାସ ହୁଏ, ତେବେ ମଧୁର ଜଳର ପରିମାଣ ମାତ୍ର 1 ଚାମଚ ହେବ। ତ ଯଦି ପୃଥିବୀର ସମସ୍ତ ଜଳ ଗୋଟିଏ ଗ୍ଲାସ ହୁଏ, ତାର ମଧୁର ଜଳର ପରିମାଣ କେତେ ହେବ? 1 ଚାମଚ। ମାନେ ଆମର ଗୋଟିଏ ଗ୍ଲାସରେ କେତେ ଜଳ ରହିବ? 200 ମିଲିଲିଟର। ତାହେଲେ 1 ଚାମଚ ଜଳ ମାନେ 5 ମିଲିଲିଟର ଜଳ ମଧୁର ଜଳ ରହିବ। ଆମେ ବିଭିନ୍ନ ଉତ୍ସରୁ ମଧୁର ଜଳ ପାଇଥାଉ, ଯଥା ପୋଖରୀ, ନଦୀ, ବରଫ ପାହାଡ଼ ବା ହିମବାହ, ନଳକୂପ ଏବଂ ବର୍ଷା। ମନେ ରଖ, ବହିରେ ଆମର ଯେଉଁ ସାଇଡ଼୍ରେ ମନେ ରଖ ଅଛି ଛୋଟ ଛୋଟ ଅକ୍ଷରରେ, ତାକୁ ଦେଖିବା ଏବଂ ମନେ ରଖିବା। ଏଠି ଦେଖ ଗୋଟେ ପଏଣ୍ଟସ୍ ଅଛି। ବର୍ଷା ଜଳ ସଂଗ୍ରହ ଏବଂ ଭୂମିତଳ ଜଳର ଭରଣା ନିମନ୍ତେ ରାଜସ୍ଥାନରେ ପାରମ୍ପରିକ ଛୋଟ ମାଟିବନ୍ଧ ନିର୍ମିତ ହୁଏ। ତାହାକୁ ଜୋହର୍ସ କୁହାଯାଏ। ଏହି ଶବ୍ଦଟିକୁ ଆମେ ଭଲ ଭାବରେ ଉଚ୍ଚାରଣ କରିବା। ତାହାକୁ କ'ଣ କୁହାଯାଏ? ଜୋହର୍ସ। ଜୋହର୍ସ କାହାକୁ କୁହାଯାଏ? ବର୍ଷା ଜଳ ସଂଗ୍ରହ ଏବଂ ଭୂମିତଳ ଜଳର ଭରଣା ନିମନ୍ତେ ରାଜସ୍ଥାନରେ ପାରମ୍ପରିକ ଛୋଟ ମାଟିବନ୍ଧ ନିର୍ମିତ ହୁଏ। ତାହାକୁ ଜୋହର୍ସ କୁହାଯାଏ। ତାପରେ ଦେଖ, ଆଲୋଚନା କର। ତୁମେ କ'ଣ ଭାବୁଛ ଯେ ସମୁଦ୍ରରେ ଥିବା ଜଳକୁ ଆମେ ପିଇ ପାରିବା? ଉତ୍ତର କ'ଣ ହେବ? ନା, ଆମେ ସମୁଦ୍ର ଜଳକୁ ପିଇ ପାରିବା ନାହିଁ, କାରଣ ଏହା ଲୁଣିଆ ଅଟେ। 2 ନମ୍ବର, ସମୁଦ୍ର ଜଳକୁ କେଉଁ କେଉଁ କାମରେ ବ୍ୟବହାର କରାଯାଇପାରିବ? ଉତ୍ତର, ସମୁଦ୍ର ଜଳକୁ ଶୁଖାଇ ସେଥିରୁ ଲୁଣ ସଂଗ୍ରହ କରାଯାଇପାରିବ, ଯେପରି ଗୁଜରାଟ ଓ ଓଡ଼ିଶାର ହୁମାଠାରେ କରାଯାଏ। ଆଉ ଗୋଟେ ଦେଖ, ବହିରେ ତମର ଅଛି, ତୁମେ ଜାଣ କି? ଏଇଥିରେ ଯେଉଁ ଛୋଟ ଛୋଟ ପ୍ରଶ୍ନ ଉତ୍ତର ଅଛି, ଏହାକୁ ଆମେ ମନେ ରଖିବା। ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ। ଏହା ଭାରତର ସବୁଠାରୁ ବୃହତ୍ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ। ଆମ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ହୁମାଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି। ଏହିସବୁ ବିନ୍ଦୁ ଗୁଡ଼ିକ ଆମେ ମନେ ରଖିବା। ମନେ ରଖ, ଜାମ୍ମୁ କାଶ୍ମୀରର ଉଲାର ହ୍ରଦ ଏସିଆର ସର୍ବବୃହତ୍ ମଧୁର ଜଳାଶୟ। ଏହା ନଦୀର ପ୍ରବାହକୁ ନିୟନ୍ତ୍ରଣ କରି ବନ୍ୟା ପ୍ରତିରୋଧ କରିବାରେ ସାହାଯ୍ୟ କରେ। ତାପରେ ଦେଖିବା ପିଲାମାନେ, କାର୍ଯ୍ୟ 1, ଆମେ କେଉଁଠାରୁ ମଧୁର ଜଳ ପାଇପାରିବା? ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକରୁ ବିଭିନ୍ନ ମଧୁର ଜଳ ଉତ୍ସଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ନାମ ଲେଖ। ନିମ୍ନରେ କେଉଁ କେଉଁ ଚିତ୍ର ଦିଆଯାଇଛି? ପୋଖରୀ, ସମୁଦ୍ର, ବରଫ ପାହାଡ଼, ପାହାଡ଼ ତଳ, ଭୂନିମ୍ନସ୍ଥ ଜଳ, ନଈ, କୂପ, ବର୍ଷା ଜଳ। ଏହିସବୁ ହେଉଛି କ'ଣ? ବିଭିନ୍ନ ପ୍ରକାର ଜଳର ଉତ୍ସ। ଏଥିରୁ ଆମେ କେଉଁଠାରୁ ମଧୁର ଜଳ ପାଇପାରିବା? ତ ମଧୁର ଜଳ ଉତ୍ସ ଗୁଡ଼ିକ ହେଲା ପୋଖରୀ, ବରଫ ପାହାଡ଼, ପାହାଡ଼ ତଳ ଜଳ, ଭୂନିମ୍ନସ୍ଥ ଜଳ, ନଈ, କୂପ ଓ ବର୍ଷା ଜଳ। ଜ୍ୟୋତି କୌତୂହଳ ହୋଇ କହିଲା, ବାୟୁରେ ମଧ୍ୟ ଜଳ ଅଛି କି ଏବଂ ବରଫ ଜଳର ଏକ ରୂପ କି? ତ ଉତ୍ତର କ'ଣ ହେବ? ହଁ, ବାୟୁରେ ଜଳ ଅଛି, କିନ୍ତୁ ଜଳୀୟ ବାଷ୍ପ ରୂପରେ, ଏବଂ ହଁ, ବରଫ ଜଳର ଏକ ରୂପ। ଜଳର ବିଭିନ୍ନ ଅବସ୍ଥା ରହିଛି। ତମେ ଜାଣିଛ ଆଗରୁ, ଜଳ ମୁଖ୍ୟତଃ 3ଟି ଅବସ୍ଥାରେ ରହିଥାଏ। କ'ଣ କ'ଣ? ତରଳ, ସାଧାରଣ ଜଳ କିମ୍ବା ବର୍ଷା ଜଳ, ଯେଉଁଟାକି ତରଳ ଅବସ୍ଥାରେ ଥାଏ।
କଠିନ ଅବସ୍ଥାରେ କେଉଁଟା ଥାଏ? ବରଫ। ଗ୍ୟାସୀୟ ଅବସ୍ଥାରେ ଜଳୀୟ ବାଷ୍ପ ଥାଏ। କାର୍ଯ୍ୟ 2। ଗୋଟିଏ ଷ୍ଟିଲ୍ ଗ୍ଲାସ୍ ନିଅ। ସେଥିରେ କେତୋଟି ବରଫ ଖଣ୍ଡ ପକାଅ। ଗ୍ଲାସ୍ର ବାହାର ପାଖରେ ସୃଷ୍ଟି ହେଉଥିବା ଛୋଟ ଛୋଟ ଜଳବିନ୍ଦୁକୁ ଦେଖ। କ ନମ୍ବର ପ୍ରଶ୍ନ, ଏହି ଜଳବିନ୍ଦୁଗୁଡ଼ିକ କେଉଁଠାରୁ ଆସିଲା? ଉତ୍ତର ହେବ ବାୟୁରେ ଥିବା ଜଳୀୟ ବାଷ୍ପ ଥଣ୍ଡା ଗ୍ଲାସ୍ ସଂସ୍ପର୍ଶରେ ଆସି ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହେଲା। ଖ ନମ୍ବର, କିଛି ସମୟ ପାଇଁ ଗ୍ଲାସ୍ରେ ରହିବା ପରେ ବରଫ ଖଣ୍ଡଗୁଡ଼ିକର କି ପରିବର୍ତ୍ତନ ହେଲା? ଉତ୍ତର, ବରଫ ଖଣ୍ଡଗୁଡ଼ିକ ତରଳି ଯାଇ ସମ୍ପୂର୍ଣ୍ଣ ରୂପେ ଜଳରେ ପରିଣତ ହେଲା। ଗ ନମ୍ବର, ଯଦି ଆମେ ଜଳକୁ ଗରମ କରିବା ତେବେ କ'ଣ ହେବ? ଉତ୍ତର, ଜଳ ଫୁଟିବାକୁ ଲାଗିବ ଏବଂ ଜଳୀୟ ବାଷ୍ପ ବା ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇ ବାୟୁମଣ୍ଡଳରେ ମିଶିଯିବ। ଉପରୋକ୍ତ କାର୍ଯ୍ୟରେ ତୁମେ ଜଳର କେଉଁ କେଉଁ ଅବସ୍ଥା ଦେଖୁଛ? ଉପରୋକ୍ତ କାର୍ଯ୍ୟରେ ଆମେ ଜଳର କଠିନ, ତରଳ ଏବଂ ଗ୍ୟାସୀୟ ଅବସ୍ଥାକୁ ଦେଖିଲୁ। ତାପରେ ଦେଖ ପରିବର୍ତ୍ତନ ଗୁଡ଼ିକୁ ଲକ୍ଷ୍ୟ କର। କାର୍ଯ୍ୟ ଏବଂ ମୁଁ ଦେଖୁଛି ବରଫ ତରଳିବା, ମୁଁ କ'ଣ ଦେଖୁଛି? କଠିନ ଅବସ୍ଥାରୁ ତରଳ ଅବସ୍ଥା। ଜଳ ଫୁଟିବା, ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥା। 3 ଦିନ ଧରି ସୂର୍ଯ୍ୟକିରଣରେ ଥିବା ଜଳ ବାଷ୍ପ ହୋଇ ଉଡ଼ିଯାଏ, ତରଳରୁ ଗ୍ୟାସୀୟ। ଏହି ପରୀକ୍ଷଣରୁ ଆମେ ଜାଣିବାକୁ ପାଇଲୁ ଯେ ଜଳ ବରଫ ଏବଂ ବାଷ୍ପରେ ପରିବର୍ତ୍ତନ ହୋଇପାରେ ଓ ଏହା ପୁଣି ତରଳ ଅବସ୍ଥାକୁ ଆସିପାରେ। ମନେ ରଖ, ଭାରତର ସନ୍ତିଆ ଭୂମିରେ ଦେଖାଯାଉଥିବା ଏକ ସ୍ୱତନ୍ତ୍ର ବିଲେଇର ପାଦ ପରଦାଯୁକ୍ତ ହୋଇଥିବାରୁ ଏହା ଜଳରେ ଭଲ ଭାବରେ ପହଁରି ମାଛ ଧରିପାରେ। ଜଳଚକ୍ର। ପ୍ରକୃତିରେ ଜଳର ନିରନ୍ତର ବୃତ୍ତାକାର ଗତିକୁ ଜଳଚକ୍ର କୁହାଯାଏ। ସୂର୍ଯ୍ୟ କିରଣରେ ସମୁଦ୍ର ଓ ନଦୀର ଜଳ ଗରମ ହୋଇ ବାଷ୍ପ ହୁଏ। ବାଷ୍ପ ଉପରକୁ ଯାଇ ଥଣ୍ଡା ହୋଇ ମେଘ ସୃଷ୍ଟି କରେ। ମେଘରୁ ବର୍ଷା, ତୁଷାର ବା କୁଆପଥର ରୂପରେ ଜଳ ପୁଣି ପୃଥିବୀକୁ ଫେରିଆସେ। ଏହି ଜଳ ନଦୀ ଦେଇ ପୁଣି ସମୁଦ୍ରରେ ମିଶେ। ଏହାକୁ ଜଳଚକ୍ର କୁହାଯାଏ। କାର୍ଯ୍ୟ 3। ଗୋଟିଏ ସ୍ୱଚ୍ଛ ଥଳି ନିଅ। ଚିତ୍ରରେ ଦେଖାଯାଇଥିବା ପରି ଗୋଟିଏ ମାର୍କରରେ ସୂର୍ଯ୍ୟ, ମେଘ, ଗଛ ଚିତ୍ର କରି ତୀର ଚିହ୍ନ ଦିଅ। ଏହାର 1/3 ରଙ୍ଗୀନ ଜଳରେ ପୂର୍ଣ୍ଣ କର। ଜଳ ବାହାରି ନ ଯିବା ପାଇଁ ଥଳି ମୁହଁକୁ ଭଲ ଭାବରେ ବନ୍ଦ କର। ଏହାକୁ ସୂର୍ଯ୍ୟ କିରଣରେ ରଖ। କିଛି ଘଣ୍ଟା ପରେ ଥଳି ଭିତରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କର। ଦେଖ କ'ଣ ପରିବର୍ତ୍ତନ ହେଲା। ମୁଁ କ'ଣ ଦେଖିଲି? ଜଳ ଗରମ ହୁଏ। ମୁଁ ଚକିତ ହୁଏ କେଉଁଥିରେ? ଜଳ କିପରି ଗରମ ହୁଏ ଏହା ଦେଖି ମୁଁ ଚକିତ ହୁଏ। ଏହାର କାରଣ ସୂର୍ଯ୍ୟ କିରଣ ପଡ଼େ। ତାପରେ ଥଳି ଭିତରେ ଜଳବୁନ୍ଦା ସୃଷ୍ଟି ହେଲା। ଏହାକୁ ମୁଁ ଦେଖିଲି। ମୁଁ ଚକିତ ହେଲି କ'ଣ ପାଇଁ? ଜଳବୁନ୍ଦା କିପରି ସୃଷ୍ଟି ହେଲା। ଏହାର କାରଣ କ'ଣ? କାରଣ ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହେଲା। ମନେ ରଖ, ଏଟାକୁ ଆମେ ମନେ ରଖିବା। ମେନ୍ ପଏଣ୍ଟସ୍ ଗୁଡ଼ିକ ଏଟା। ମଣିପୁରର କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ ପୃଥିବୀରେ ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ଅଟେ। ଏହା ବିପଦଗ୍ରସ୍ତ ସାଙ୍ଗାଇ ହରିଣ ଏବଂ ଭାସମାନ ଦ୍ୱୀପ ଫୁମ୍ଡିସ୍ ପାଇଁ ପ୍ରସିଦ୍ଧ। ଭୂତଳ ଜଳ। ଯେତେବେଳେ ବର୍ଷା ଜଳ ତଳକୁ ଆସିଯାଏ ସେତେବେଳେ କ'ଣ ହୁଏ? ଯେତେବେଳେ ବର୍ଷା ହୁଏ ସେତେବେଳେ କିଛି ଜଳ ମାଟିରେ ଭେଦିଯାଏ। ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ। ଗଭୀର ଭୂତଳରେ ଜଳ ଜମା ହୁଏ। ବର୍ଷା ଜଳ ମାଟି ଓ ପଥର ସ୍ତର ଭେଦି ମାଟି ତଳେ ଜମା ହୁଏ, ଯାହାକୁ ଭୂତଳ ଜଳ କୁହାଯାଏ। ତାହେଲେ ଭୂତଳ ଜଳ କାହାକୁ କୁହାଯାଏ? ବର୍ଷା ଜଳ ମାଟି ଓ ପଥର ସ୍ତର ଭେଦି ମାଟି ତଳେ ଜମା ହୁଏ, ଏହାକୁ ଭୂତଳ ଜଳ କୁହାଯାଏ। ଆମେ ଆମର ବ୍ୟବହାର ପାଇଁ କୂପ, ନଳକୂପ କିମ୍ବା ବୋରୱେଲ୍ ଖୋଳି ଏହି ଭୂତଳ ଜଳକୁ ପାଇଥାଉ। କାର୍ଯ୍ୟ 4। ଗୋଟିଏ ସ୍ୱଚ୍ଛ ଗ୍ଲାସ୍ ନିଅ। ଏହାର ଅଧା ପର୍ଯ୍ୟନ୍ତ ମାଟି ଭର୍ତ୍ତି କର। ଚାମଚରେ ଧୀରେ ଧୀରେ ଜଳ ଢାଳ। କ'ଣ ଘଟୁଛି ଦେଖ। ଚାମଚରେ ଢଳିଥିବା ଜଳ ଧୀରେ ଧୀରେ ମାଟି ଭିତରକୁ ଶୋଷି ହୋଇଯିବ। ସ୍ୱଚ୍ଛ ଗ୍ଲାସ୍ ହୋଇଥିବାରୁ ଜଳ ମାଟିର ସ୍ତର ଦେଇ ଧୀରେ ଧୀରେ ତଳକୁ ଖସି ଯାଉଥିବାର ଆପଣ ବାହାରୁ ସ୍ପଷ୍ଟ ଦେଖିପାରିବେ। ଜଳ ମାଟି ଭିତରକୁ ପ୍ରବେଶ କରିବା ମାତ୍ରେ ମାଟି କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନରୁ ପବନ ଛୋଟ ଛୋଟ ଫୋଟକା ବା ବୁଦ୍ ବୁଦ୍ ଆକାରରେ ଉପରକୁ ଉଠିବାର ଦେଖାଯିବ। ପୁଣି ମନେ ରଖ, 182 ମିଟର ଉଚ୍ଚତା ବିଶିଷ୍ଟ ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତରେ ଅବସ୍ଥିତ। ତାପରେ ଦେଖିବା କାର୍ଯ୍ୟ 5। ଭୂତଳ ଜଳ ପୁନଃ ଭରଣା କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ବୋଲି ଭାବୁଛ, ଠିକ୍ ଚିହ୍ନ ଦେଇ ସୂଚିତ କର।
ଏଠି କେଉଁ କେଉଁ ଚିତ୍ର ଅଛି? କଂକ୍ରିଟ ରାସ୍ତା, ସବୁଜ ଘାସ ଥିବା ବଗିଚା, ସିମେଣ୍ଟ ଟାଇଲ ରାସ୍ତା। ସିମେଣ୍ଟ ବା କଂକ୍ରିଟ ରାସ୍ତାରେ ଜଳ ମାଟି ଭିତରକୁ ଯାଇପାରେ ନାହିଁ, କିନ୍ତୁ ବଗିଚା, ପୋଖରୀ ଓ ଜଙ୍ଗଲ ଥିବା ସ୍ଥାନରେ ଜଳ ସହଜରେ ମାଟି ତଳକୁ ଯାଇ ଭୂତଳ ଜଳସ୍ତର ବୃଦ୍ଧି କରେ। ତେବେ କହିପାରିବା ଏବେ ଆମେ ଯେ କେଉଁ ଯେଉଁ ଚିତ୍ର ଅଛି ଏଠାରେ ଭୂତଳ ଜଳ ପୁନଃଭରଣା କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ, ତ କେଉଁ ଚିତ୍ର ସାହାଯ୍ୟ କରିବ? ସବୁଜ ଘାସ ଥିବା ବଗିଚା। ତୁମେ ଜାଣ କି ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିଥାଏ। ସୋକପିଟ୍, ପୋଖରୀ, ମଣିଷକୃତ ହ୍ରଦ ଏବଂ ଅଧିକ ବୃକ୍ଷରୋପଣ ବର୍ଷା ଜଳକୁ ଭୂମି ତଳେ ପୁନର୍ବାର ଭରଣା ହେବାରେ ସାହାଯ୍ୟ କରେ। ଭୂପୃଷ୍ଠ ଜଳ ଓ ନଦୀର ଗତିପଥ। ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଇତ୍ୟାଦି ମଧୁର ଜଳର ପ୍ରାକୃତିକ ଉତ୍ସ। ଜଳର ପ୍ରାକୃତିକ ଉତ୍ସ କେଉଁଟା? ମଧୁର ଜଳର ପ୍ରାକୃତିକ ଉତ୍ସ ହେଲା ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଏସବୁ ମଧୁର ଜଳର ପ୍ରାକୃତିକ ଉତ୍ସ। ତୁମେ କେବେ ଭାବିଛ କି ନଦୀ କିପରି ପ୍ରବାହିତ ହୁଏ? ଗୋଟିଏ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ସମତଳ ଭୂମିରେ ପ୍ରବାହିତ ହୁଏ। ଆସ ଗୋଟିଏ କାର୍ଯ୍ୟ ମାଧ୍ୟମରେ ଏହାକୁ ବୁଝିବା। କାର୍ଯ୍ୟ 6। ଆବଶ୍ୟକୀୟ ସାମଗ୍ରୀ ହେଲା ପୁରୁଣା ଖବରକାଗଜ, ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଛୋଟ ମଞ୍ଜି। ପ୍ରଣାଳୀ: ଖବରକାଗଜ ଖଣ୍ଡେ ନେଇ ହାତରେ ମୋଚାକୋଚା କରିଦିଅ। ଆଉ ଖଣ୍ଡେ ଖବରକାଗଜ ନେଇ ଏହି ମୋଚାକୋଚା କାଗଜ ଉପରେ ରଖ। କାଗଜକୁ ହାତରେ ସାମାନ୍ୟ ଚାପି ଗଡ଼ାଣିଆ କର। ଏବେ ଧୀରେ ଧୀରେ ସୋରିଷ ମଞ୍ଜିକୁ ଗଡ଼ାଣିର ଉପର ମୁଣ୍ଡରୁ ଢାଳ। କ'ଣ ହେବ? ମଞ୍ଜିଗୁଡ଼ିକର ଗତିବିଧିକୁ ଲକ୍ଷ୍ୟ କର। ତେବେ ଏଠାରେ 1 ନମ୍ବରରେ ଅଛି ସୋରିଷ ମଞ୍ଜିଗୁଡ଼ିକର ଗତିପଥ କିପରି ଥିଲା? ସୋରିଷ ମଞ୍ଜିଗୁଡ଼ିକ ଉପରୁ ତଳକୁ ଗଡ଼ାଣିଆ ପଥରେ ଗତି କଲେ। 2. ସେଗୁଡ଼ିକ ସିଧା ସିଧା ଗଡ଼ୁଛନ୍ତି ନା ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇଛନ୍ତି? ଉତ୍ତର ହେବ କାଗଜର ମୋଚାକୋଚା ଭୂମିରୂପ ଅନୁସାରେ ସେଗୁଡ଼ିକ ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇ ଗତି କଲେ। 3 ନମ୍ବର କିଛି କିଛି ସ୍ଥାନରେ ସେଗୁଡ଼ିକ ଏକାଠି ହେଉଛନ୍ତି କି? ନଦୀ, ହ୍ରଦ ଇତ୍ୟାଦିରେ ଜଳ ଏକାଠି ହେବା ପରି ସେଗୁଡ଼ିକ ଏକାଠି ହେଉଛନ୍ତି କି? ହଁ, ଯେଉଁଠାରେ କାଗଜ ଖାଲୁଆ ଥିଲା ସେଠାରେ ମଞ୍ଜିଗୁଡ଼ିକ ଏକାଠି ହେଲେ, ଯେପରି ନଦୀ ବା ହ୍ରଦରେ ଜଳ ଏକାଠି ହୁଏ। ଜଳ ତାର ଗତିପଥରେ ଭୂମିରୂପ ଅନୁସାରେ ପ୍ରବାହିତ ହୁଏ। କେଉଁଠି ଅଟକିଯାଏ ତ କେଉଁଠି ବଙ୍କେଇ ଯାଏ। ଜଳ ପ୍ରବାହ ଭୂମିରୂପକୁ ପରିବର୍ତ୍ତନ କରିପାରେ। ମନେ ରଖ, ମହାରାଷ୍ଟ୍ରର ହିୱାରେ ବଜାର ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମର ଏକ ପ୍ରକୃଷ୍ଟ ଉଦାହରଣ ଅଟେ। ଏହାର ଜଳ ପରିଚାଳନା ଏବଂ ବର୍ଷା ଜଳ ଅମଳ ପାଇଁ ସ୍ଥାନୀୟ ଅଧିବାସୀମାନଙ୍କର ଯଥେଷ୍ଟ ଅବଦାନ ରହିଛି। ବର୍ତ୍ତମାନ ଆଲୋଚନା କର କାର୍ଯ୍ୟ 6 ଆଧାରରେ କେତେକ ନଦୀ କିପରି ଆରବ ସାଗର ଆଡ଼କୁ ଓ କେତେକ ନଦୀ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହୁଏ। ବର୍ତ୍ତମାନ ଆମେ ଜାଣିବା କେଉଁ କେଉଁ ନଦୀ ଆରବ ସାଗରକୁ, କେଉଁ କେଉଁ ନଦୀ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହେଉଛି। ଉତ୍ତର: ଭୂମିର ଢାଲୁ ବା ଗଡ଼ାଣିଆ ରୂପ ଅନୁସାରେ ନଦୀଗୁଡ଼ିକର ଗତିପଥ ନିର୍ଦ୍ଧାରିତ ହୋଇଥାଏ। ଭାରତର ଭୂମିରୂପ ଅନୁସାରେ କିଛି ନଦୀ ପୂର୍ବ ବା ବଙ୍ଗୋପସାଗର ଆଡ଼କୁ ଓ କିଛି ପଶ୍ଚିମ ବା ଆରବ ସାଗର ଆଡ଼କୁ ବହିଯାଆନ୍ତି। ଭାରତର ନଦୀଗୁଡ଼ିକ 2ଟି ଦିଗରେ ପ୍ରବାହିତ ହୁଅନ୍ତି। ବଙ୍ଗୋପସାଗର ଆଡ଼କୁ ଗଙ୍ଗା, ମହାନଦୀ, ଗୋଦାବରୀ, କାବେରୀ ଏହି ନଦୀଗୁଡ଼ିକ ପ୍ରବାହିତ ହୋଇଛନ୍ତି। ଆରବ ସାଗର ଆଡ଼କୁ ନର୍ମଦା, ତାପ୍ତି। ତୁମେ ଜାଣ କି ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ହୋଇଥିବା ଲୁଣି ନଦୀ ଏକମାତ୍ର ଭାରତର ପ୍ରମୁଖ ନଦୀ ଯାହା ସମୁଦ୍ରରେ ମିଶି ନାହିଁ, ବରଂ ଏହା ଗୁଜରାଟର କଚ୍ଛର ରତ୍ନରେ ଥିବା ସନ୍ତସନ୍ତିଆ ଭୂମିରେ ମିଶିଯାଇଛି। କଚ୍ଛ ରନ୍ର ଥିବା ସନ୍ତସନ୍ତିଆ ଭୂମିରେ ମିଶିଯାଇଛି। ତାପରେ ଦେଖିବା ଏହି ଚିତ୍ରକୁ। ବରଫାବୃତ ଅଞ୍ଚଳ, ପର୍ବତ, ହିମବାହ, ଜଳପ୍ରପାତ, ନଦୀ, ଉପତ୍ୟକା, ବାଲୁକା ସ୍ତୂପ, ମରୁଭୂମି ଏସବୁ ଏହି ଚିତ୍ରରେ ଅଛି। ଆମର ଜୀବନ ରେଖା। ଭାରତର ନଦୀ। ଭାରତର ଏହି ମାନଚିତ୍ରରେ ଆମ ଦେଶର କେତେକ ପ୍ରମୁଖ ନଦୀ ସବୁ ସୂଚିତ ହୋଇଛି। କାର୍ଯ୍ୟ 7 ନଦୀ କେଉଁ ସାଗର ଆଡ଼କୁ ଗତି କରେ? ନଦୀର ନାମ ଦିଆହେଇଛି, ତାହା ବଙ୍ଗୋପସାଗର ଆଡ଼କୁ ଗତି କରିଛି ନା ଆରବ ସାଗର ଆଡ଼କୁ ଗତି କରିଛି ଏଇଟା ଜାଣିବା। ଗୋଦାବରୀ ନଦୀ ବଙ୍ଗୋପସାଗର ଆଡ଼କୁ ଗତି କରିଛି। ନର୍ମଦା ନଦୀ ଆରବ ସାଗର ଆଡ଼କୁ। ଗଙ୍ଗା ନଦୀ ବଙ୍ଗୋପସାଗର ଆଡ଼କୁ ଗତି କରିଛି। ମହାନଦୀ ବଙ୍ଗୋପସାଗର ଆଡ଼କୁ ଗତି କରେ। ଜଳରେ ଜୀବନ। ଗୁଡୁ ଦେଖିଲା ଯେ ବିଦ୍ୟାଳୟ ପଡ଼ିଆ ପାଖରେ ଥିବା ପୋଖରୀ ବର୍ଷା ଜଳରେ ପୂର୍ଣ୍ଣ ହୋଇଯାଇଛି।
ସେ ଜ୍ୟୋତିକୁ ଡାକି କହିଲା, ଆସ ଦେଖିବ। ସେମାନେ ଛୋଟ ଛୋଟ ମାଛ ପହଁରୁଥିବାର ଏବଂ ପଦ୍ମପତ୍ର ଉପରେ ଛୋଟ ବେଙ୍ଗ ବସିଥିବାର ଦେଖିପାରିଲେ। ଜଳରେ ରହୁଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ଦେଖିବାକୁ କେତେ ଚମତ୍କାର। ସେମାନେ ସ୍ଥଳଭାଗରେ ରହୁଥିବା ପ୍ରାଣୀଙ୍କ ଠାରୁ କିପରି ଭିନ୍ନ? ଆସ ଜାଣିବା କିପରି ଭିନ୍ନ। ଶ୍ୱାସକ୍ରିୟା। ସ୍ଥଳଚର ପ୍ରାଣୀମାନେ ଜଳରେ ଶ୍ୱାସକ୍ରିୟା କରିପାରିବେ ନାହିଁ। ଅନ୍ୟପକ୍ଷରେ ଜଳଚର ପ୍ରାଣୀମାନେ ଜଳରେ ରହି ଶ୍ୱାସକ୍ରିୟା କରିବା ପାଇଁ ସକ୍ଷମ ଅଟନ୍ତି। ଉଦାହରଣ ସ୍ୱରୂପ ଜଳବିଛା ନିଜର ଲାଞ୍ଜନଳୀ ଦ୍ୱାରା ଶ୍ୱାସକ୍ରିୟା କରେ। ଗତିବିଧି ଓ ଅଙ୍ଗ ପ୍ରତ୍ୟଙ୍ଗ। ଜଳଚର ପ୍ରାଣୀମାନଙ୍କର ଜଳରେ ସହଜରେ ପହଁରିବା ପାଇଁ ପକ୍ଷ ଥାଏ। ମାଛ ଧରିବା ପାଇଁ ବଗ ପରି ଜଳାଶୟ ନିକଟରେ ରହୁଥିବା ପକ୍ଷୀମାନଙ୍କର ଲମ୍ବା ଗୋଡ଼ ଥାଏ। ଜଳଜ ଉଦ୍ଭିଦମାନଙ୍କର ବିଶେଷତ୍ୱ। ଜଳଚର ଉଦ୍ଭିଦମାନଙ୍କର କିଛି ବିଶେଷ ବୈଶିଷ୍ଟ୍ୟ ରହିଥାଏ, ଯେପରି ଭାସମାନ ପତ୍ର କିମ୍ବା ଲମ୍ବା ମୂଳ, ଯାହା ସେମାନଙ୍କୁ ଜଳରେ ବଞ୍ଚିବା ଏବଂ ବଢ଼ିବାରେ ସାହାଯ୍ୟ କରେ। ପତ୍ରର ଗଠନ। ପଦ୍ମ ଓ କଇଁ ପରି ଉଦ୍ଭିଦର ପତ୍ରରେ ଏକ ମହମ ପରି ତେଲିଆ ବା ଚିକ୍କଣ ଆବରଣ ଥାଏ। ଏହି ଆବରଣ ସେମାନଙ୍କ ପତ୍ର ମଧ୍ୟକୁ ଅଧିକ ଜଳ ପ୍ରବେଶ କରିବାକୁ ଦେଇନଥାଏ, ଯାହାଦ୍ୱାରା ଗଛ କ୍ଷତିରୁ ରକ୍ଷା ପାଇ ସୁସ୍ଥ ରହିପାରେ। ତାପରେ ଦେଖିବା ସ୍ଥଳଭାଗରେ ଥିବା ପ୍ରାଣୀ ଓ ଜଳଭାଗରେ ଥିବା ପ୍ରାଣୀଙ୍କ ବୈଶିଷ୍ଟ୍ୟ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିମ୍ନରେ ଦିଆଯାଇଥିବା ସାରଣୀ ପୂରଣ କର। ସ୍ଥଳଚର ପ୍ରାଣୀ, ଜଳଚର ପ୍ରାଣୀ। ସ୍ଥଳଚର ପ୍ରାଣୀ ଜଳରେ ଶ୍ୱାସକ୍ରିୟା କରିପାରିବେ ନାହିଁ। ଚାଲିବା ପାଇଁ ଗୋଡ଼ ଥାଏ। ଜଳଚର ପ୍ରାଣୀ ଜଳରେ ଶ୍ୱାସକ୍ରିୟା କରିପାରନ୍ତି। ପହଁରିବା ପାଇଁ ପକ୍ଷ ବା ସେହିପରି ଅଙ୍ଗ ଥାଏ। ଏହିଭଳି ଆମେ ସ୍ଥଳଚର ପ୍ରାଣୀ ଏବଂ ଜଳଚର ପ୍ରାଣୀର ପାର୍ଥକ୍ୟ ଲେଖିପାରିବା। ଏଠି କିଛି ଚିତ୍ର ଦିଆହେଇଛି, ଦେଖିବା। କଙ୍କି। କଙ୍କି କ୍ଷିପ୍ର ବେଗରେ ଉଡ଼ନ୍ତି, ଜଳାଶୟ ନିକଟରେ ଅଣ୍ଡା ଦିଅନ୍ତି ଓ ମଶାଙ୍କୁ ଖାଆନ୍ତି। ଜଳବିଛା। କଙ୍କଡ଼ା ଭଳି ଚିମୁଟା ସଦୃଶ ଗୋଡ଼ ଥିବା କୀଟ। ଜଳ ଭିତରେ ରହେ ଏବଂ ଲାଞ୍ଜନଳୀ ଦ୍ୱାରା ଶ୍ୱାସକ୍ରିୟା କରେ। ବଗ। ଲମ୍ବା ଗୋଡ଼ ଥିବା ପକ୍ଷୀ। ମାଛ ଧରିବା ପାଇଁ ସ୍ଥିର ହୋଇ ଠିଆ ହୁଅନ୍ତି। ମଧୁର ଜଳ କଇଁଛ। ନରମ ଖୋଳ ଥିବା କଇଁଛ, ଯାହା ପୋଖରୀ ଏବଂ ନଦୀରେ ରୁହନ୍ତି। ଜଳସାପ। ଏକ ବିଷହୀନ ସାପ। ମାଛ ଏବଂ ବେଙ୍ଗ ଖାଏ। ବେଣା ଗଛ। ପୋଖରୀ ହୁଡ଼ାରେ ହୁଏ। ଏହା ଲମ୍ବା ଘାସ ପରି ବଢ଼ିଥାଏ। ପଦ୍ମ ଓ କଇଁ। ଭାସମାନ ମୂଳ। ଫୁଲଗୁଡ଼ିକ ପାଣି ଉପରେ ଭାସେ। ମୂଳ ପୋଖରୀ ଶଯ୍ୟାରେ ରହିଥାଏ। ବିଲାତି ଦଳ। ଏକ ଦ୍ରୁତ ବୃଦ୍ଧି ପାଉଥିବା ଉଦ୍ଭିଦ, ଯାହା ଜଳରେ ଭାସେ ଏବଂ ବୃଦ୍ଧି ପାଏ। କାର୍ଯ୍ୟ 8। ବର୍ତ୍ତମାନ ଆମେ ଏହି ସାରଣୀ ପୂରଣ କରିବା। ପଶୁପକ୍ଷୀଙ୍କ ନାମ ଦିଆହେଇଛି। ମାଛ, ବଗ, କଙ୍କି, ଜଳବିଛା, ମଧୁର ଜଳ, କଇଁଛ। ପାଟି ବା ଥଣ୍ଟ, ଗୋଡ଼ ପାଦ ପକ୍ଷ ଦ୍ୱାରା ଚଳନ ଆଉ ଚିତ୍ର ମଧ୍ୟ ଦେଇଛି। ମାଛ ଉପରକୁ ମୁହଁ କରିଥିବା ଗୋଲିଆ ପାଟି ଆଉ ତାର ପକ୍ଷ ଥାଏ, ଚିତ୍ର ଦିଆଯାଇଛି। ବଗ ଲମ୍ବା ଏବଂ ମୁନିଆ ଥଣ୍ଟ, ସରୁ ଗୋଡ଼। କଙ୍କି ପାଟି, ପକ୍ଷ। ଜଳବିଛା ପାଟି, କଙ୍କଡ଼ା ଭଳି ଚିମୁଟା ସଦୃଶ ଗୋଡ଼। ମଧୁର ଜଳ କଇଁଛ ପାଟି, ଗୋଡ଼, ଏସବୁ ସେମାନଙ୍କର ଥାଏ। ତାପରେ ପରିଦର୍ଶନ ସମୟରେ ତୁମେ ଦେଖିଥିବା ଉଦ୍ଭିଦ ଗୁଡ଼ିକର ଚିତ୍ର ଆଙ୍କି ସେମାନଙ୍କର ନାମ ଓ ସ୍ଥାନୀୟ ନାମ ଲେଖ। ବିଭିନ୍ନ ପ୍ରକାର ଉଦ୍ଭିଦ, ଯେମିତିକି ଜଳ ଉପରେ ଭାସେ, ଜଳ ତଳେ ଥାଏ। ମୂଳ ଜଳ ତଳେ ଥାଏ କିନ୍ତୁ ଉଦ୍ଭିଦ ଜଳ ଉପରେ ଦେଖାଯାଏ। ତ ବିଭିନ୍ନ ପ୍ରକାର ଉଦ୍ଭିଦରୁ ଆମର ଜଳ ଉପରେ ଭାସେ ବିଲାତି ଦଳ, ସ୍ଥାନୀୟ ନାମ ବିଲାତି ଦଳ, ଚିତ୍ର ବି ଅଛି। ଜଳ ତଳେ ଥାଏ ଜଳଜୀବନୀ, ଜଳଜୀବନୀ। ମୂଳ ଜଳ ତଳେ ଥାଏ କିନ୍ତୁ ଉଦ୍ଭିଦ ଜଳ ଉପରେ ଦେଖାଯାଏ, କଇଁ, କଇଁ। କାର୍ଯ୍ୟ 9। ଗୋଟିଏ କାଗଜ ନେଇ ତା ଉପରେ ଗୋଟିଏ ବୁନ୍ଦା ଜଳ ରଖ, ଏହାକୁ ଲକ୍ଷ୍ୟ କର। କାଗଜ ଉପରେ କ୍ରେୟନ ରଙ୍ଗ ଘଷି ଦିଅ। ଏବେ ଏହା ଉପରେ ଗୋଟିଏ ବୁନ୍ଦା ଜଳ ରଖ। ତୁମେ କିଛି ପରିବର୍ତ୍ତନ ଦେଖିଲ କି? ତୁମ ପର୍ଯ୍ୟବେକ୍ଷଣ ଲେଖ। ତେବେ ଆମ ପର୍ଯ୍ୟବେକ୍ଷଣ ଲେଖିବା। ସାଧା କାଗଜ ପାଣିକୁ ଶୋଷି ନିଏ, କିନ୍ତୁ କ୍ରେୟନ ବା ମହମ ଘଷା କାଗଜ ପାଣିକୁ ଶୋଷେ ନାହିଁ। ପାଣି ଟୋପା ହୋଇ ରହିଯାଏ। ଏହା ପଦ୍ମପତ୍ରର ତେଲିଆ ଆବରଣ ପରି କାମ କରେ। ପଦ୍ମ କଇଁପତ୍ରରେ ଥିବା ମହମ ପରି ତେଲିଆ ଚିକ୍କଣ ଆବରଣ ସେମାନଙ୍କ ପତ୍ର ମଧ୍ୟକୁ ଅଧିକ ଜଳ ପ୍ରବେଶ କରିବାକୁ ଦେଇନଥାଏ। ଏହା ଗଛକୁ କ୍ଷତିରୁ ରକ୍ଷା କରି ସୁସ୍ଥ ରଖିବାରେ ସାହାଯ୍ୟ କରେ। ତାପରେ କାର୍ଯ୍ୟ 10। କିଏ କାହାକୁ ଖାଏ? ଏକ ନଦୀ ଖାଦ୍ୟ ଶୃଙ୍ଖଳ ଖେଳ। ଶିକ୍ଷାର୍ଥୀମାନଙ୍କୁ ଛୋଟ କାଗଜ ଖଣ୍ଡେ ଲେଖାଏଁ ଦେବା। ସେମାନେ ସେଥିରେ ନିଜ ମନପସନ୍ଦର ଜୀବର ନାମ ଲେଖିବେ, ଯଥା ଛୋଟ ମାଛ, ବଡ଼ ମାଛ, ବେଙ୍ଗ, ପକ୍ଷୀ, ମଣିଷ, କୁମ୍ଭୀର, ଓଟ ଇତ୍ୟାଦି। ଲେଖିଥିବା ଜୀବ କ'ଣ ଖାଆନ୍ତି ଓ ତାକୁ କିଏ ଖାଏ ସେ ବିଷୟରେ ଚିନ୍ତା କରିବାକୁ ହେବ।
ଖାଦ୍ୟ ପାଇଁ ପରସ୍ପର ଉପରେ ନିର୍ଭର କରୁଥିବା ଜୀବମାନଙ୍କ ନାମ ଚିନ୍ତା କରିଥିବା ଶିକ୍ଷାର୍ଥୀମାନେ ଗୋଟିଏ ସୁତୁଲି ଦ୍ୱାରା ଯୋଡ଼ି ଦେବେ। ଯଦି ସେ ଭିତରୁ ଗୋଟିଏ ପଳେଇଯାଏ ବା ଉଭେଇଯାଏ ତେବେ କ'ଣ ହେବ ଆଲୋଚନା କରିବେ। ଉଦାହରଣ ସ୍ୱରୂପ ଯଦି ସବୁ ମାଛ ଉଭାନ ହୋଇଯିବେ ତେବେ କ'ଣ ହେବ? ଉତ୍ତର ହେବ ଯଦି ପରିବେଶରୁ ସବୁ ମାଛ ଉଭାନ ହୋଇଯିବେ ତେବେ ମାଛକୁ ଖାଉଥିବା ପ୍ରାଣୀମାନେ ଯଥା ବଗ, ମାଛରଙ୍କା ଏବଂ ମଣିଷ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କରିବେ କିମ୍ବା ଅନ୍ୟତ୍ର ଚାଲିଯିବେ। ଅନ୍ୟପକ୍ଷରେ ମାଛମାନେ ଯେଉଁ ଛୋଟ କୀଟ ଓ ଶିଉଳି ଖାଉଥିଲେ ସେମାନଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇବ, ଯାହାଫଳରେ ସମଗ୍ର ଜଳାଶୟର ଭାରସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଜଳଜ ଉଦ୍ଭିଦର ପ୍ରକାର। ଆମେ ମଧୁର ଜଳ ପରିସ୍ଥାନରେ ବାସ କରୁଥିବା ଅନେକ ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ଜାଣିଲୁ। ଏହି ଜୀବଜନ୍ତୁମାନଙ୍କର ବିଶେଷ ବୈଶିଷ୍ଟ୍ୟ ରହିଛି, ଯେପରି ଭାସମାନ ପତ୍ର, ପକ୍ଷ କିମ୍ବା ଲମ୍ବା ମୂଳ ଯାହା ସେମାନଙ୍କୁ ଜଳରେ ବଞ୍ଚିବା ଏବଂ ବଢ଼ିବାରେ ସାହାଯ୍ୟ କରେ। ପୃଥିବୀରେ ଜୀବନ ଧାରଣ ପାଇଁ ମଧୁର ଜଳ କେତେ ଯେ ଗୁରୁତ୍ୱପୂର୍ଣ୍ଣ ଏହା ଆମକୁ ସୂଚାଇଥାଏ। ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ। ଜଳର 3 ଅବସ୍ଥା ହେଉଛି କଠିନ, ତରଳ, ଗ୍ୟାସୀୟ ବା ବରଫ, ଜଳ, ବାଷ୍ପ। ମଧୁର ଜଳର ପରିମାଣ। ପୃଥିବୀରେ ଲୁଣିଆ ଜଳ ଅଧିକ, ମଧୁର ଜଳ ବହୁତ କମ୍। ଜଳଚକ୍ର। ସୂର୍ଯ୍ୟତାପରେ ଜଳ ବାଷ୍ପ ହୁଏ, ବାଷ୍ପରୁ ମେଘ ହୁଏ, ମେଘରୁ ବର୍ଷା ହୁଏ, ବର୍ଷା ଜଳ ପୁଣି ନଦୀ ସମୁଦ୍ରକୁ ଯାଏ। ଭୂତଳ ଜଳ। ମାଟି ତଳେ ଜମା ହୋଇଥିବା ବର୍ଷା ଜଳ। ଗଛଲତା ଓ ଖୋଲା ମାଟି ଏହାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଉଲାର ହ୍ରଦ। ଏସିଆର ସର୍ବବୃହତ୍ ମଧୁର ଜଳାଶୟ, ଯାହାକି କାଶ୍ମୀରରେ ଅବସ୍ଥିତ। ଦେଖିବା ବର୍ତ୍ତମାନ ଆମେ ଆମ ବିଚିତ୍ର ବିଶ୍ୱ ବହିର ଆମ ଚତୁଃପାର୍ଶ୍ୱର ଜୀବନ ପାଠ 1 ଜଳ ହିଁ ଜୀବନର ଅନୁଶୀଳନୀଗତ ପ୍ରଶ୍ନୋତ୍ତର ଅଭ୍ୟାସ କରିବା। ଆସ ଚିନ୍ତା କରିବା। 1 ନମ୍ବର ସ୍ତମ୍ଭ ମିଳନ। କ ସ୍ତମ୍ଭ, ଖ ସ୍ତମ୍ଭ ଅଛି। ଏଠାରେ ପ୍ରଶ୍ନ ଅଛି ଦେଖିପାରୁଥିବା। ମୁଁ ଉତ୍ତର କହୁଛି, ତମାନେ ଉତ୍ତର ଶୁଣିବ ଏବଂ ମନେ ରଖିବ, ନିଜ ଖାତାରେ ଲେଖିବ। କ ସ୍ତମ୍ଭ ହେଉଛି ମହାସାଗର ଜଳ, ତୁଷାର, ବାଷ୍ପ, ବର୍ଷା ଜଳ। ଖ ସ୍ତମ୍ଭ ପାନୀୟ ଯୋଗ୍ୟ ନୁହେଁ, ଜଳର କଠିନ ଅବସ୍ଥା, ଜଳର ଗ୍ୟାସୀୟ ଅବସ୍ଥା, ମଧୁର ଜଳ। ମୁଁ ତାକୁ ସିଧା ସିଧା ପଢ଼ୁଛି। ଦେଖ, ମହାସାଗର ଜଳ ହେବ ପାନୀୟ ଯୋଗ୍ୟ ନୁହେଁ, ତୁଷାର ଜଳର କଠିନ ଅବସ୍ଥା, ବାଷ୍ପ ଜଳର ଗ୍ୟାସୀୟ ଅବସ୍ଥା, ବର୍ଷା ଜଳ ମଧୁର ଜଳ। 2 ନମ୍ବର ପୃଥିବୀର ଅଧିକାଂଶ ଜଳ ପାନୀୟ କିମ୍ବା କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ, କାହିଁକି? ଉତ୍ତର ପଏଣ୍ଟ 1 ଯଦିଓ ପୃଥିବୀ ପୃଷ୍ଠରେ ଅଧିକାଂଶ ଅଞ୍ଚଳ ଜଳରେ ପରିପୂର୍ଣ୍ଣ, ସେଥିମଧ୍ୟରୁ ଅତି କମ୍ ପରିମାଣର ମଧୁର ଜଳ ଅଟେ। ସେକେଣ୍ଡ ପଏଣ୍ଟ ମଧୁର ଜଳକୁ ଛାଡ଼ିଦେଲେ ଅନ୍ୟ ସବୁ ଜଳ ଯଥା ସମୁଦ୍ର ଏବଂ ମହାସାଗର ଜଳ ଅତ୍ୟନ୍ତ ଲୁଣିଆ ଅଟେ। ଥାର୍ଡ଼ ପଏଣ୍ଟ ଏହି ଜଳ ଲୁଣିଆ ହୋଇଥିବାରୁ ଏହା ପିଇବା ପାଇଁ ବା କୃଷିକାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ। 3 ନମ୍ବର ଜଳାଶୟ ନିକଟରେ ବହୁ ସଂଖ୍ୟକ ଜୀବ ବାସ କରନ୍ତି, କାହିଁକି? ଉତ୍ତର ହେଉଛି ଜଳ ବିନା କୌଣସି ଜୀବନ ସମ୍ଭବ ନୁହେଁ ଏବଂ ଅନେକ ପ୍ରାଣୀ କେବଳ ମଧୁର ଜଳରେ ହିଁ ବାସ କରନ୍ତି। ସେକେଣ୍ଡ ପଏଣ୍ଟ ସମସ୍ତ ଜୀବଜନ୍ତୁ, ମନୁଷ୍ୟ, ପଶୁପକ୍ଷୀ ଏବଂ ଉଦ୍ଭିଦ ବଞ୍ଚିବା ପାଇଁ ମଧୁର ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି। ଥାର୍ଡ଼ ପଏଣ୍ଟ ପାନୀୟ ତଥା ଦୈନନ୍ଦିନ କାର୍ଯ୍ୟନିର୍ବାହ ପାଇଁ ଜଳର ନିତାନ୍ତ ଆବଶ୍ୟକତା ଥିବାରୁ ଜଳାଶୟ ନିକଟରେ ବହୁ ସଂଖ୍ୟକ ଜୀବ ବାସ କରନ୍ତି। 4 ନମ୍ବର ଦେଖ, ଯଦି ତୁମ ଅଞ୍ଚଳରେ 2 ବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ ତେବେ କ'ଣ ହେବ? ଉତ୍ତର ଫାର୍ଷ୍ଟ ପଏଣ୍ଟ ବର୍ଷା ଜଳ ମଧୁର ଜଳର ଏକ ପ୍ରମୁଖ ଉତ୍ସ ଅଟେ। ଯଦି 2 ବର୍ଷ ପର୍ଯ୍ୟନ୍ତ ବର୍ଷା ନ ହୁଏ ତେବେ ପାନୀୟ ଏବଂ କୃଷିକାର୍ଯ୍ୟ ପାଇଁ ମଧୁର ଜଳର ଘୋର ଅଭାବ ଦେଖାଦେବ। ସେକେଣ୍ଡ ପଏଣ୍ଟ ଭୂତଳ ଜଳସ୍ତର କମିଯିବ, ମାଟି ଶୁଖିଯିବ ଏବଂ ଜଳାଭାବରୁ ଉଦ୍ଭିଦ ଓ ଜୀବଜନ୍ତୁମାନେ ବଞ୍ଚିବା ଅସମ୍ଭବ ହୋଇପଡ଼ିବ। 5 ନମ୍ବର ଦେଖିବା ସହର ବା ଜଙ୍ଗଲ ମଧ୍ୟରୁ କେଉଁ ସ୍ଥାନରେ ବର୍ଷା ଜଳ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ ଓ କାହିଁକି? ଉତ୍ତର 1 ସହର ଅପେକ୍ଷା ଜଙ୍ଗଲରେ ବର୍ଷା ଜଳ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ବିଶେଷ ସାହାଯ୍ୟ କରେ। 2 ଏହାର କାରଣ ହେଉଛି ଜଙ୍ଗଲରେ ଥିବା ଖୋଲା ସ୍ଥାନ ଏବଂ ଅଧିକ ବୃକ୍ଷରୋପଣ ଯୋଗୁଁ ବର୍ଷା ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରି ଭୂମି ତଳେ ଜଳର ପୁନଃ ଭରଣା କରେ। ଥାର୍ଡ଼ କିନ୍ତୁ ସହରର ସିମେଣ୍ଟ ବା କଂକ୍ରିଟ କରାଯାଇଥିବା ରାସ୍ତାଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ, ଯାହା ଭୂତଳ ଜଳ ପୁନଃ ଭରଣାରେ ବାଧା ସୃଷ୍ଟି କରେ। 6 ନମ୍ବର ଦେଖ, ତୁମେ ଘରେ କିମ୍ବା ବିଦ୍ୟାଳୟରେ ନୂଆ ଉପାୟରେ ଜଳ ସଂରକ୍ଷଣ ପାଇଁ ଏକ ନକ୍ସା ପ୍ରସ୍ତୁତ କରିପାରିବ କି? ଏଥିରେ କ'ଣ କ'ଣ
ରଖିବ? ଉତ୍ତର ହଁ, ମୁଁ ଘରେ ଏବଂ ବିଦ୍ୟାଳୟରେ ଜଳ ସଂରକ୍ଷଣ ପାଇଁ ଏକ ସୁନ୍ଦର ନକ୍ସା ବା ଯୋଜନା ପ୍ରସ୍ତୁତ କରିପାରିବି। ଏହି ନକ୍ସାରେ ମୁଁ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକୁ ସାମିଲ କରିବି। ନମ୍ବର 1 ପଏଣ୍ଟ, ଛାତ ଉପର ବର୍ଷା ଜଳ ସଂଗ୍ରହ। ଘର ଏବଂ ବିଦ୍ୟାଳୟର ଛାତ ଉପରେ ପଡ଼ୁଥିବା ବର୍ଷା ଜଳକୁ ବାହାରକୁ ନ ବୋହିଯିବାକୁ ଦେଇ ପାଇପ୍ ସାହାଯ୍ୟରେ ଗୋଟିଏ ବଡ଼ ଟାଙ୍କିରେ ଏକାଠି କରିବାର ବ୍ୟବସ୍ଥା ନକ୍ସାରେ ରଖିବି। ଏହି ସଂଗୃହୀତ ଜଳକୁ ପରେ ଗଛରେ ଦେବାକୁ ବା ଅନ୍ୟାନ୍ୟ କାମରେ ବ୍ୟବହାର କରାଯାଇପାରିବ। ସେକେଣ୍ଡ ପଏଣ୍ଟ, ସୋକ୍‌ପିଟ୍ ନିର୍ମାଣ। ନକ୍ସାରେ ଗୋଟିଏ ସୋକ୍‌ପିଟ୍ ବା ଶୋଷକ ଗାତର ବ୍ୟବସ୍ଥା ରଖିବି, ଯାହା ବର୍ଷା ଜଳକୁ ମାଟି ତଳେ ଭରଣା ହେବାରେ ସାହାଯ୍ୟ କରିବ। ଏହାଦ୍ୱାରା ବଳକା ଜଳ ସହଜରେ ମାଟି ଭିତରକୁ ଯାଇ ଭୂତଳ ଜଳସ୍ତରକୁ ବୃଦ୍ଧି କରିବ। ଥାର୍ଡ଼ ପଏଣ୍ଟ, ଖୋଲା ସ୍ଥାନ ଓ ବୃକ୍ଷରୋପଣ। ସହରର ସିମେଣ୍ଟ କରାଯାଇଥିବା ସ୍ଥାନଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ। ତେଣୁ ନକ୍ସାରେ କିଛି ଖୋଲା ଜାଗା ଓ ସବୁଜ ଘାସ ଥିବା ବଗିଚା ରଖିବି, କାରଣ ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିଥାଏ। ଏହା ସହିତ ଅଧିକ ବୃକ୍ଷରୋପଣ କରିବାର ଯୋଜନା ରଖିବି। ଫୋର୍ଥ ପଏଣ୍ଟ, ଛୋଟ ପୋଖରୀ ବା ଜଳାଶୟ। ବିଦ୍ୟାଳୟ ପରିସରରେ ଯଦି ଯଥେଷ୍ଟ ସ୍ଥାନ ଥାଏ, ତେବେ ଗୋଟିଏ ଛୋଟ ମଣିଷକୃତ ହ୍ରଦ ବା ପୋଖରୀର ଚିତ୍ର ନକ୍ସାରେ ରଖିବି, ଯାହା ବର୍ଷା ଜଳକୁ ଧରି ରଖିବାରେ ଏବଂ ଭୂତଳ ଜଳ ପୁନର୍ବାର ଭରଣା କରିବାରେ ବହୁତ ସାହାଯ୍ୟ କରିବ। 5. ବ୍ୟବହୃତ ଜଳର ପୁନଃ ବ୍ୟବହାର। କଳ ବା ନଳକୂପ ପାଖରେ ଏକ ଛୋଟ ନାଳି କରିବି, ଯାହାଦ୍ୱାରା ହାତ ଗୋଡ଼ ଧୋଇବା ପରେ ବାହାରୁଥିବା ଜଳ ସିଧାସଳଖ ବଗିଚାରେ ଥିବା ଗଛମୂଳକୁ ଯାଇପାରିବ ଏବଂ ଜଳ ନଷ୍ଟ ହେବ ନାହିଁ। ତେବେ ଏସବୁ ହେଲା ଆମେ ଘରେ କିମ୍ବା ବିଦ୍ୟାଳୟରେ ନୂଆ ଉପାୟରେ ଜଳ ସଂରକ୍ଷଣ ପାଇଁ ନକ୍ସା ପ୍ରସ୍ତୁତ କରିପାରିବା ଏବଂ ଏଥିରେ କ'ଣ କ'ଣ ରଖିବା। ଏଠାରେ କିଛି ଅତିରିକ୍ତ ପ୍ରଶ୍ନୋତ୍ତର ଅଛି, ଶୁଣିବା ଏବଂ ନିଜ ଖାତାରେ ମଧ୍ୟ ଲେଖିବା। ନିମ୍ନରେ ପ୍ରତି ପ୍ରଶ୍ନ ପାଇଁ 4ଟି ବିକଳ୍ପ ଉତ୍ତର ଦିଆଯାଇଛି, ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛ। 1 ନମ୍ବର, ପୃଥିବୀର ସମସ୍ତ ଜଳ ଯଦି ଗୋଟିଏ ଗ୍ଲାସ୍ ହୁଏ, ତେବେ ମଧୁର ଜଳର ପରିମାଣ କେତେ ହେବ? ଆମେ ସମସ୍ତେ ଜାଣିଛୁ କେତେ ହେବ ଏହା 1 ଚାମଚ ହେବ। 2. ଓଡ଼ିଶାର କେଉଁ ସ୍ଥାନରେ ଲୁଣ ସଂଗ୍ରହ କରାଯାଏ? କହିବା। ଉତ୍ତର ହେବ ହୁମା। ଏସିଆର ସର୍ବବୃହତ୍ ମଧୁର ଜଳାଶୟର ନାମ କ'ଣ? ଉଲାର ହ୍ରଦ। ଉଲାର ହ୍ରଦ କେଉଁ ରାଜ୍ୟ ବା ଅଞ୍ଚଳରେ ଅବସ୍ଥିତ? କାଶ୍ମୀର ରାଜ୍ୟରେ ଏହା ଅବସ୍ଥିତ। 5. ପ୍ରକୃତିରେ ଜଳର ନିରନ୍ତର ବୃତ୍ତାକାର ଗତିକୁ କ'ଣ କୁହାଯାଏ? ଉତ୍ତର ହେଉଛି ଜଳଚକ୍ର। 6. ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ କେଇବୁଲ ଲାମଜାଓ କେଉଁଠାରେ ଅଛି? ଉତ୍ତର ହେଉଛି ମଣିପୁର। 7. କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ କେଉଁ ପ୍ରାଣୀ ପାଇଁ ପ୍ରସିଦ୍ଧ? ଉତ୍ତର ହେଉଛି ସାଙ୍ଗାଇ ହରିଣ। 8. ପଶ୍ଚିମବଙ୍ଗର ସନ୍ତସନ୍ତିଆ ଭୂମିରେ ଦେଖାଯାଉଥିବା ବିଲେଇର ପାଦ କିପରି ହୋଇଥାଏ? ଉତ୍ତର ହେଉଛି ପରଦାଯୁକ୍ତ। 9. ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଚ୍ଚତା କେତେ? ଉତ୍ତର ହେଉଛି 182 ମିଟର। 10. ମହାରାଷ୍ଟ୍ରର କେଉଁ ଗ୍ରାମ ଜଳ ପରିଚାଳନା ପାଇଁ ଏକ ଉଦାହରଣ ଅଟେ? ଉତ୍ତର ହେଉଛି ହିୱାରୀ ବଜାର।